এটা ଖ୍ରୀଷ୍ଟମାସ ଉପଲକ୍ଷେ ଆମେ ଏଠି ଫୁଲବାଣୀ ଟାଉନରେ ଫ୍ଲାଗ ମାର୍ଚ୍ଚ ରଖିଥିଲୁ। ଇଭେନ୍ ତା ସହିତ ଆମର ନାକା ବି ଚାଲିଛି, କଣ୍ଟିନ୍ୟୁ ଚାଲିଛି, ରାଉଣ୍ଡ ଦ କ୍ଲକ୍ ନାକା ଚାଲିଛି। ଆମର ଫୁଲବାଣୀ ଟାଉନ ଆଇଆଇସି ଆଉ 2IC ଯିଏ ଅଛନ୍ତି ସେ କଣ୍ଟିନ୍ୟୁସଲି ଏଟାକୁ ମନିଟର କରୁଛନ୍ତି। ମୁଁ ନିଜେ ଗ୍ରାଉଣ୍ଡରେ ରହିଛନ୍ତି, ଏସ୍ପି ସାର୍ ନିଜେ ବି ବୁଲୁଛନ୍ତି, ଦେଖୁଛନ୍ତି କେମିତି ପିସଫୁଲି ଏଟା ମାନେ ଏଣ୍ଡ ହେବ। ପ୍ଲସ୍ ସମସ୍ତେ କେମିତି ଫେଷ୍ଟିଭାଲଟାକୁ ଏନ୍ଜୟ କରିବେ ଆଉ ତାଙ୍କର ଯାହା ବି ରିଚୁଆଲ୍ସ ସେଇଟା କମ୍ପ୍ଲିଟ୍ ହେବ କେମିତି ପିସଫୁଲି, ସେଥିପାଇଁ ଆମେ ଧ୍ୟାନ ଦେଇଛୁ। ସେଥିପାଇଁ ଆମେ ବହୁତ ସବୁ ଛକରେ ବି ଆମେ ଡିପ୍ଲୟମେଣ୍ଟ କରିଛୁ। ଇଭେନ୍ ପ୍ରେୟର ହାଉସ୍ ପାଖରେ ଆମର ଡିପ୍ଲୟମେଣ୍ଟ ହେଇଛି, ଯେଉଁଠି ଆମକୁ ଲାଗୁଛି ସେନ୍ସିଟିଭ୍, ସେଥିପାଇଁ ଆମେ ସେଠି ଆମେ ଡିପ୍ଲୟମେଣ୍ଟ କରୁଛୁ। ଲୋକଙ୍କର ସମର୍ଥନ କେମିତି କ'ଣ ରହିଛି, ଯେହେତୁ ପୂର୍ବଦିନରୁ କନ୍ଧମାଳ ବିଭାଗ ନାଇଁ, ଲୋକମାନଙ୍କର ବହୁତ ମାନେ ଭଲ ରେସ୍ପନ୍ସ ରହୁଛି। ଆମେ ଯେଉଁ ତାଙ୍କର ଯାହା ସବୁ ଆସିଥିଲେ କ୍ରାଇଟେରିଆ କି ସାର୍ ଆମେ ଏଠି ପ୍ରେୟର ହାଉସ୍ କରିଛୁ, ଏଠିକି ଟିକେ ଦେବା, ଆମେ ତାଙ୍କ କଥାରେ ବି ଆମେ ଦେଖିକିରି ଆଉ ଆମେ ଟିକେ ଆସେସମେଣ୍ଟ କରିକିରି ସିଚୁଏସନ୍ ଆସେସମେଣ୍ଟ କରିକିରି ଆମେ ଡିପ୍ଲୟମେଣ୍ଟ କରିଛୁ। ଆପଣଙ୍କ ପରିଚୟ ସାର୍? ମୁଁ ପାଳକ ବିଜୟ କୁମାର କରାଡ଼, ଓଡ଼ିଆ ବାପ୍ଟିଷ୍ଟ ମଣ୍ଡଳୀର। ବିଶେଷରେ ଆମମାନଙ୍କର ପ୍ରୋଗ୍ରାମ୍ ଗତକାଲିଠାରୁ କେରଳ ସର୍ଭିସ୍ ଠାରୁ ଆରମ୍ଭ ହୋଇଛି। ଆଜି ଏକ ବିଶେଷ ଆମମାନଙ୍କର ପିଲାମାନଙ୍କ ପାଇଁ ଯେଉଁ ରହିଛି ଯେ କ୍ରିସମାସ୍ ଟ୍ରି, ଅର୍ଥାତ୍ ଆମମାନଙ୍କର ସାନ୍ତା କ୍ଲଜ୍ ମଧ୍ୟ ଏହି ସମୟରେ ସେ ଆସିବେ ଆଉ ପିଲାମାନେ ଗୀତ ଗାନ କରିବେ, ସେମାନେ କିଛି ପରଫର୍ମନ୍ସ ବି କରିବେ, ଯଦ୍ୱାରା କି ଆମମାନଙ୍କର ସାନ୍ତା କ୍ଲଜ୍ ସେ ବହୁ ଦୂର ଆସିଛନ୍ତି, ସେ ସେମାନଙ୍କ ପାଇଁ କିଛି ମଧ୍ୟ ଉପହାର ବି ଆଣିଛନ୍ତି, ସେ ବାଣ୍ଟିବେ। ତା'ର ଅର୍ଥ ହେଲା ଯେ ପ୍ରେମର ଆଉ ପ୍ରଦର୍ଶନକୁ ସୂଚାଏ। ଆଜି ମଧ୍ୟ ବର୍ତ୍ତମାନ ସମୟରେ ମଧ୍ୟ ଆମମାନଙ୍କର ଏଇ ଗୋଟିଏ ରହିଛି ଯାହାକି ଯେଉଁ ପିତା ପରମେଶ୍ୱର ପ୍ରେମ କରି ଆପଣାର ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ଆଉ ସେଇ ଦାନର ପ୍ରଦର୍ଶନମୂଳକ ଆମେ ଅନ୍ୟକୁ ପ୍ରେମ କରିବା, ଏହା ହେଉଛି ଆମ ପାଇଁ ଏକ ବଡ଼ ବିଷୟ। ପୁଣି ଆଜିର ସୁନ୍ଦର ଏହି ପ୍ରୋଗ୍ରାମ୍ ପରେ ପରେ ଶିଶୁମାନଙ୍କର ନୃତ୍ୟ ଅଛି, ଗୀତ ଅଛି। ଏହା ପରେ ପରେ ମଧ୍ୟ ରାତି 12ଟାରେ ଉଜାଗର ବି ରହିଛି। ଅନେକ ବାପା ମା' ଭାଇ ଭଉଣୀମାନେ ଆସିବେ, ଗୀତ ଗାନ ହେବ, ସ୍ତୁତି ଆରାଧନା ହେବ, ବାକ୍ୟ ମଧ୍ୟ କରାଯିବ। ଏଇଭଳି ଉଜାଗର ଆମେ ରହିବୁ, ଯେଉଁଟାକି ପାହାନ୍ତିଆ ସମୟରେ ଆମମାନେ ଗୋଟେ ଫିଲ୍ଡ ଆମର ଆସିବ, ଗୋଟେ ଆନନ୍ଦ ଆସିଛି, ଯେଉଁଟାକି ପ୍ରଥମ ସଙ୍ଗୀତ ସ୍ୱର୍ଗରୁ ହେଇଥିଲା, ସେ ସଙ୍ଗୀତ ଅନ୍ୟମାନଙ୍କୁ ଦେବା ପାଇଁ, ଅର୍ଥାତ୍ ଯୀଶୁଙ୍କର ଜନ୍ମ ପରିତ୍ରାଣ କର୍ତ୍ତା ବୋଲି ଏହି ବିଷୟଟାକୁ ଅନ୍ୟମାନଙ୍କୁ ଦେବା ପାଇଁ ଆମମାନଙ୍କର ପ୍ରୟାସ ରହିଛି। ଆଜି ମଧ୍ୟ ରହିଛି, ସମଗ୍ର ସାରା ପୃଥିବୀରେ ଏହି କାର୍ଯ୍ୟ ଆଜି ମଧ୍ୟ ଚାଲିଛି। ତେଣୁ ଆମେ ବିଶେଷ ଖୁସି ଆନନ୍ଦିତ ଯେ ଏହି ତାହାକୁ ଏହି ଯୀଶୁଙ୍କର ଯେଉଁ ପ୍ରେମଟା ଅନ୍ୟମାନଙ୍କୁ ପହଞ୍ଚାଇବା ହେଉଛି ଆମର ଏକ ଲକ୍ଷ୍ୟ, ଆମର ଏକ ଯୋଜନା ଏବଂ ଆମର ଏକ ପ୍ରାର୍ଥନା। ଏହା ଆପଣମାନଙ୍କୁ ଏହି ସମସ୍ତ ବିଷୟ ଆମେ ଜଣାଉଛୁ। ପ୍ରତ୍ୟେକଙ୍କୁ ମୁଁ ବ୍ୟକ୍ତି ଭାବରେ ନମସ୍କାର କରେ ସମସ୍ତଙ୍କୁ। ଆମେ ସମସ୍ତେ ବର୍ତ୍ତମାନ ସମୟରେ ତାଙ୍କର ଜନ୍ମ ଯେ ଆମମାନଙ୍କୁ ପରିତ୍ରାଣ ଦେଇଛି, ତାଙ୍କର ଜନ୍ମ ଯେ ଆମକୁ ଖୁସି ଦେଇଛି, ତାଙ୍କର ଜନ୍ମ ଯେ ଆମକୁ ଉଦ୍ଧାର କରିଛି, ଏଥି ନିମନ୍ତେ ସବୁବେଳେ ସର୍ବଦା ଆନନ୍ଦ କରିବା। ଏହା ହେଉଛି ସମସ୍ତଙ୍କ ନିମନ୍ତେ ଜଗତର ପରିତ୍ରାଣକର୍ତ୍ତା, କାହାର ବ୍ୟକ୍ତିଗତ ନୁହେଁ, ସାରା ଜଗତର ହେଉଛନ୍ତି, ସେ ହେଉଛି ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଧନ୍ୟବାଦ ସମସ୍ତଙ୍କୁ।